ଜୟ ଜଗନ୍ନାଥ। ଭାରତ ଏବେ ତାର 80ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ସେହି ସ୍ୱାଧୀନତା କ'ଣ? ସ୍ୱାଧୀନତା ହେଉଛି ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଯେଉଁଠି ମଣିଷର ନିଜସ୍ୱ ଶାସନ ବ୍ୟବସ୍ଥା ଓ ପ୍ରାଦେଶିକ ସାର୍ବଭୌମତ୍ୱ ରହିଥାଏ। ସ୍ୱାଧୀନତା ହେଉଛି ଅନ୍ୟମାନଙ୍କ କାମରେ ହସ୍ତକ୍ଷେପ ନକରି ନିଜର କାମ କରିବାର ଅଧିକାର। ସ୍ୱାଧୀନତା ହେଉଛି ଅନ୍ୟମାନଙ୍କ ଅଧିକାରରେ କିମ୍ବା କାର୍ଯ୍ୟକଳାପରେ ହସ୍ତକ୍ଷେପ ନକରି ନିଜ ଇଚ୍ଛାନୁଯାୟୀ କାର୍ଯ୍ୟ କରିବାର ଅଧିକାର। ସ୍ୱାଧୀନତାର ଅର୍ଥ ହେଉଛି ସମ୍ମାନର ସହିତ ନିଜର ମତାମତ ପ୍ରକାଶ କରିବା, ନିଜ ପସନ୍ଦର ଶିକ୍ଷା ଗ୍ରହଣ କରିବା, ନିଜ ପସନ୍ଦର ଖାଦ୍ୟ ଓ ପୋଷାକ ବାଛିବା ଓ ବିଶ୍ୱାସ ସହିତ ନିଜର ଅଧିକାର ଓ କର୍ତ୍ତବ୍ୟ ବୋଧକୁ ଉଭୟକୁ ପାଳନ କରିବା। ଏହା ହିଁ ହେଉଛି ସ୍ୱାଧୀନତା। ଧନ୍ୟବାଦ।